3 ବର୍ଷରେ ଥରେ ଆସେ ଏଭଳି ଦିନ। କରନ୍ତୁ ଏହି 5ଟି କାର୍ଯ୍ୟ। ଭଗବାନ ବିଷ୍ଣୁ ପିତୃପୁରୁଷଙ୍କ ପାଇବେ ଆଶୀର୍ବାଦ। ଚଳିତ ମାସ 16 ତାରିଖ ଅମାବାସ୍ୟା ଆଣିବ ସୁଖ ସମୃଦ୍ଧିର ବର୍ଷ। ଏହି ବର୍ଷ ଅଧିକ ମାସର ଅମାବାସ୍ୟା 16 ଅଗଷ୍ଟ ବୁଧବାର ଦିନ ପଡ଼ିବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଅମାବାସ୍ୟା ଦିନ ପିତୃପୁରୁଷ ମାନେ ପୃଥିବୀକୁ ଆସନ୍ତି, ଯାହାଦ୍ୱାରା ସେମାନଙ୍କର ବଂଶଧର ମାନେ ସେମାନଙ୍କୁ ତରଣ, ଶ୍ରଦ୍ଧା, ଦାନ ଇତ୍ୟାଦିରେ ସନ୍ତୁଷ୍ଟ କରିପାରିବେ। ଅଧିକ ମାସ ଅମାବାସ୍ୟା ପ୍ରତି 3 ବର୍ଷରେ ଥରେ ପଡ଼େ। ଚଳିତ ବର୍ଷ ଅଧିକ ମାସ ଅମାବାସ୍ୟା ଅଗଷ୍ଟ 15 ତାରିଖ ମଙ୍ଗଳବାର ଦିନ 12:42 ରୁ 16 ଅଗଷ୍ଟ ବୁଧବାର ଦିନ 3:07 ଅପରାହ୍ନ ପର୍ଯ୍ୟନ୍ତ ଅଟେ। ଅଧିକ ମାସ ଅମାବାସ୍ୟାଙ୍କ ଉପରେ କିଛି କାର୍ଯ୍ୟ ରହିଛି, ଯାହା କରିବା ଦ୍ୱାରା ପିତୃପୁରୁଷ, ଭଗବାନ ବିଷ୍ଣୁ, ସୂର୍ଯ୍ୟଦେବ ଏବଂ ଚନ୍ଦ୍ରଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ପୁରୀ ଗଣେଶ ମିଶ୍ର ଅଧିକ ମାସ ଅମାବାସ୍ୟାଙ୍କ ଉପରେ ହେବାକୁ ଥିବା ଏହି 5ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଜଣାଇଛନ୍ତି। ତେବେ ଆସନ୍ତୁ ଜାଣିବା 5ଟି କାର୍ଯ୍ୟ ବିଷୟରେ। ଅମାବାସ୍ୟା ଦିନ ସ୍ନାନ କରିବା ପରେ ପିପଲ ଗଛକୁ ପୂଜା କରନ୍ତୁ। ଭଗବାନ ବିଷ୍ଣୁ, ମହାଦେବ, ବ୍ରହ୍ମାଜୀଙ୍କ ସମେତ ଅନେକ ଦେବତା ଏଥିରେ ବାସ କରନ୍ତି। ଏହି ଦିନ ପାଣି ସହିତ ପିପଲ ଗଛର ମୂଳକୁ ଦେବା ଏବଂ ସନ୍ଧ୍ୟାରେ ଗଛ ତଳେ ଦୀପ ଜାଳିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଏ। ପିତୃପୁରୁଷ ମାନେ ମଧ୍ୟ ଏଥିରେ ସନ୍ତୁଷ୍ଟ ହୁଅନ୍ତି। ଅମାବାସ୍ୟା ଦିନ ସକାଳେ ଗାଧେଇବା ପରେ ସୂର୍ଯ୍ୟ ଭଗବାନଙ୍କୁ ଜଳ ସହିତ ଅର୍ଘ୍ୟ ଅର୍ପଣ କରନ୍ତୁ। ସେହି ପାଣିରେ ନାଲି ଫୁଲ, ନାଲି ଚିଟ ଏବଂ ସିନ୍ଦୁର ପକାନ୍ତୁ। ଅର୍ଘ୍ୟ ସମୟରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୁଏ ଏବଂ ଘର ଧନ ଏବଂ ଶସ୍ୟରେ ପରିପୂର୍ଣ୍ଣ ହୁଏ। ଅଧିକ ଅମାବାସ୍ୟା ଉପରେ ତୁଳସୀଙ୍କୁ ପୂଜା କର ଏବଂ ଦୀପକୁ 108 ଥର ବୁଲାନ୍ତୁ। ସନ୍ଧ୍ୟାରେ ଏକ ଘିଅ ଦୀପ ଜାଳନ୍ତୁ। ସୁଖ ଏବଂ ଶାନ୍ତି ଆପଣଙ୍କ ଘରେ ବଜାୟ ରହିବ। ଅଧିକ ମାସର ପ୍ରତିନିଧି ଦେବତା ହେଉଛନ୍ତି ଭଗବାନ ବିଷ୍ଣୁ। ଅଧିକ ମାସର ପ୍ରତ୍ୟେକ ଦିନ ବିଷ୍ଣୁ ପୂଜା ପାଇଁ ଉତ୍ସର୍ଗୀକୃତ। ଏଭଳି ପରିସ୍ଥିତିରେ ତୁମେ ଅମାବାସ୍ୟା ଉପରେ ଶ୍ରୀହରି ବିଷ୍ଣୁଙ୍କୁ ଅଧିକ ମାସରେ ପୂଜା କରିବା ଉଚିତ। ତାଙ୍କର ସମସ୍ତ ଅସୁବିଧା ତାଙ୍କ ଆଶୀର୍ବାଦ ସହିତ ଦୂର ହୋଇଯିବ। ଯଦି ଚନ୍ଦ୍ର ଦୁର୍ବଳ ଥାଏ କିମ୍ବା ଆପଣଙ୍କ ରାଶି ଫଳରେ ଚନ୍ଦ୍ର ଦୋଷ ଥାଏ, ତେବେ ଏହି ଅମାବାସ୍ୟା ଦିନ ଗୋମାତାଙ୍କୁ ଚାଉଳ ଏବଂ କଦଳୀ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ସମସ୍ତ ଗ୍ରହ ଦୋଷ ଦୂର ହେବ, ମନ ସ୍ଥିର ରହିବ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହେବ। ଯେକୌଣସି ଅମାବାସ୍ୟା ଦିନ ପବିତ୍ର ନଦୀରେ ଗାଧେଇବା ପରେ ଦାନ କରି ପୁଣ୍ୟ ଅର୍ଜନ କରନ୍ତୁ। ଯଦି ତୁମେ ତୁମର ପିତୃପୁରୁଷଙ୍କ ପାଇଁ ଏହି ଦାନ କର, ସେମାନେ ସନ୍ତୁଷ୍ଟ ହୁଅନ୍ତି। ଖୁସି ହୋଇ ସେମାନେ ଆପଣଙ୍କ ସଫଳତା ପାଇଁ ଆଶୀର୍ବାଦ କରନ୍ତି। ସମସ୍ତ ଅସୁବିଧା ଓ କଷ୍ଟର ପରିସମାପ୍ତି ହୁଏ। ଏହିଭଳି ଆଧ୍ୟାତ୍ମିକ କଥା, ଜ୍ୟୋତିଷ ଶାସ୍ତ୍ର, ସ୍ୱାସ୍ଥ୍ୟ ମନ୍ତ୍ର ଓ ବାସ୍ତୁ ଶାସ୍ତ୍ର ତଥା ମାଳିକା ବର୍ଣ୍ଣିତ କଥାବସ୍ତୁ, ଶିକ୍ଷଣୀୟ ନୀତିବାଣୀ ଜାଣିବା ପାଇଁ ଆମ BNS ଲାଇଭ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଫେସବୁକ ପେଜ BNS ଲାଇଭ୍ କୁ ଲାଇକ୍, ଫଲୋ କରନ୍ତୁ। ଭିଡିଓଟି କେମିତି ଲାଗିଲା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ରହୁଛୁ, ନମସ୍କାର।